ଏମିତି କିଛି ପିଲା ଅଛନ୍ତି ଯାହାକୁ କ୍ଷୀର ଆଉ ଛେନା ଜମା ବି ଭଲ ଲାଗେନି, କିନ୍ତୁ ପନିର ଖାଇବାକୁ ବୃହସ୍ପତି। ଯେମିତି ମୋ ପୁଅ। ଆପଣଙ୍କ ଘରେ କଣ ମୋ ପୁଅ ପରି କିଏ ଅଛନ୍ତି? କମେଣ୍ଟରେ ସିଓର ଜଣେଇବେ। ଏଇ ପନିର ପରଟା ଏତେ ଟେଷ୍ଟ ଲାଗିଲା, ଆପଣ ନ ବନେଇଲେ ଜମା ବି ବିଶ୍ୱାସ କରିପାରିବେନି। ସେଥିପାଇଁ ରୁଟି ଯେମିତି ଚକଡନ୍ତି ସେମିତି ଚକଡି କିଛି ସମୟ କଭର କରି ରଖିନେବା। ତାପରେ ପନିରରେ କିଛି କଟା ପିଆଜ, କଟା ଧନିଆ ପତ୍ର, କଞ୍ଚା ଲଙ୍କା, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ପନିର ମସଲା, ଚାଟ ମସଲା ଆଉ ଗୋଟା ଜିରା ପକେଇ ତାକୁ ଗୋଳେଇ ରଖିନେବା। ଆଗରୁ ଚକଟି ରଖିଥିବା ଅଟା ଗୋଲାରେ ଯେମିତି ମଣ୍ଡା ପିଠା ବନା ହୁଏ ସେମିତି ଷ୍ଟଫିଂ ଭରି ରୁଟିକି ବେଲିବା। ପୁଣି ଆଉ ଗୋଟେ ପରଟା ବନେଇବା ପାଇଁ ଯେମିତି ରୁଟି ବେଲା ହୁଏ ସେମିତି 2ଟି ରୁଟି ବେଲି ନେବା। ଆଉ ରୁଟି ଉପରେ ପନିରକୁ ଷ୍ଟଫିଂ ଦେଇ ଆଉ ଗୋଟେ ରୁଟିକି ତାପରେ ରଖି ଥାଳିଆ କିମ୍ବା ଗିନା ସାହାଯ୍ୟରେ ପ୍ରେସ୍ କରି ଆଉ ଗୋଟେ ରୁଟି ବା ପରଟା ବେଲିବା। ଆଉ ଗୋଟେ ପରଟା ପାଇଁ ଆମେ ରୁଟି ଯେମିତି ବେଲା ହୁଏ ସେମିତି ବେଲିଦେବା। ଅଧା ଫାଳକରେ ଆମେ ଦେଇଦେବା ପନିର, ଆଉ ଫାଳକୁ କଭର ଦେଇଦେବା। ଆଉ ଯେମିତି ଅଧା ବୃତ୍ତକାର ସେଇଭଳିଆ ବେଲରେ ବେଲି ଆମେ ତାକୁ ତାୱାରେ ଘିଅ କିମ୍ବା ତେଲ ଦେଇ ସେକି ନେବା। ଏଠି ଆମର ରେଡି ହେଇଗଲା 3 ପ୍ରକାରର ପନିର ପରଟା। ରହିଲି, ନମସ୍କାର।